ଫିଟିବାକୁ ଯାଉଛି ଭାନୁମତୀ ପେଢ଼ି। ପୁଣି ଥରେ ଅଡୁଆ ସୂତାର ଖିଅ ଖୋଜିଲାଣି କ୍ରାଇମବ୍ରାଞ୍ଚ। ସାତ ତଳ ପଙ୍କ ଭିତରୁ ପଦ୍ମ ଉଦ୍ଧାର ପାଇଁ ଟିମ୍ର ଚାଲିଲାଣି ତନାଘନା। ବେଶ କିଛି ଦିନ ନୀରବତା ପରେ ପୁଣି ଚର୍ଚ୍ଚାରେ ନବ ଦାସ ହତ୍ୟା ମାମଲା। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା। ଏନେଇ ନବଙ୍କ ଝିଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ଏବଂ ତାଙ୍କ ଭାଇ ବିଶାଲ ଦାସଙ୍କୁ ନୋଟିସ୍ କରିଛି କ୍ରାଇମବ୍ରାଞ୍ଚ। ଚଳିତ ମାସର ପ୍ରଥମ ସପ୍ତାହରେ ଯେକୌଣସି ଦିନ ଅଫିସରେ ହାଜର ହେବା ପାଇଁ ହୋଇଛି ନୋଟିସ୍। ଯଦି କ୍ରାଇମବ୍ରାଞ୍ଚ ତଦନ୍ତରେ ତାଙ୍କର କୌଣସି ଆପତ୍ତି ବା ଅଭିଯୋଗ ଥାଏ ତେବେ ସେହି ଦିନ ଅଫିସ ଆସି ଏ ବାବଦରେ ଜଣାଇବା ପାଇଁ ନୋଟିସ୍ରେ ଉଲ୍ଲେଖ ରହିଛି। କ୍ରାଇମବ୍ରାଞ୍ଚର ଏଭଳି ନୋଟିସ୍ ପରେ ଶିଥିଳ ହୋଇପଡ଼ିଥିବା ତଦନ୍ତକୁ ଏକ ନୂଆ ଦିଶା ମିଳିବ ବୋଲି ଚର୍ଚ୍ଚା ହେଲାଣି। ଏବେ ବି ନବଙ୍କ କେସ୍ ଓପନ୍ ଥିବା କ୍ରାଇମବ୍ରାଞ୍ଚ ତରଫରୁ ସୂଚନା ମିଳିଛି। ପୂର୍ବରୁ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ଅସନ୍ତୁଷ୍ଟ ଥିବା କଥା କହିଥିଲେ ଦୀପାଳି ଏବଂ ଏହି କେସ୍ଟିକୁ ସିବିଆଇକୁ ଦେବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ ବି କରିଥିଲେ। ଏହାପରେ ନବଙ୍କ ମର୍ଡର ମିଷ୍ଟ୍ରିକୁ ନେଇ ରାଜନୈତିକ ସ୍ତରରେ ତୁମ୍ବି ତୋଫାନ ଲାଗିଥିଲା। ଯଦି ଦୀପାଳି ତାଙ୍କ ବାପାଙ୍କ ହତ୍ୟାର ତଦନ୍ତକୁ ନେଇ ଖୁସି ନୁହନ୍ତି ତେବେ ସେ ବାବଦରେ ଲିଖିତ ଭାବରେ ରାଜ୍ୟ ସରକାରଙ୍କୁ ଜଣାନ୍ତୁ ବୋଲି ଶାସକ ଦଳ ତରଫରୁ ପ୍ରତିକ୍ରିୟାମାନ ଆସିଥିଲା। ସୂଚନା ଅନୁସାରେ 2023 ମସିହା ଜାନୁଆରୀ 29 ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜ ନଗରର ଗାନ୍ଧୀ ଛକଠାରେ ଦିନ ପ୍ରାୟ 11:30 ସମୟରେ ନବ ଦାସଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା। ଯେଉଁ ସମୟରେ କି ନବ ଏକ ରାଜନୈତିକ ରାଲିରେ ଭାଗ ନେଉଥିଲେ। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣି ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନବଙ୍କର ମୃତ୍ୟୁ ହୋଇଥିଲା। ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରଜରାଜନଗର ଯାଇଥିଲେ। ତେବେ କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ହିଁ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ବ୍ରଜରାଜନଗରର ଗାନ୍ଧୀ ଛକର ପୁଲିସ ଆଉଟପୋଷ୍ଟରେ କାର୍ଯ୍ୟରତ ଏଏସ୍ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଥିଲା। ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଗୋପାଳ ଏବେ ଜେଲରେ ଅଛି ଏବଂ ମାମଲା ବର୍ତ୍ତମାନ ବି ନ୍ୟାୟାଳୟରେ ବିଚାରାଧୀନ ଅଛି। ତେବେ କାହିଁକି ସେଦିନ ଡ୍ୟୁଟିରେ ଥିବା ଏଏସ୍ଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳି ଚାଳନା କରିଥିଲା ଏବଂ ନବଙ୍କର ମୃତ୍ୟୁ ଝାରସୁଗୁଡ଼ାରେ ହୋଇଥିଲା ନା ତାହା ଆପୋଲୋ ହସ୍ପିଟାଲରେ ହୋଇଥିଲା ତାହା ଏବେ ବି ଗୁମର ହୋଇ ରହିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।